ହଉଛି ସାମଳାର ଇତିହାସ ଉପରେ ଟିକେ ସଂକ୍ଷିପ୍ତ ଭାବରେ ଟିକେ କହିବା। ଆମର କାଶୀପୁର ବ୍ଲକର ଆଦିବାସୀ ସମାଜ ଦଳିତ ସମାଜର କର୍ମକର୍ତ୍ତା ବୁଦ୍ଧିଜୀବୀ ସମାଜସେବୀ ସମସ୍ତଙ୍କୁ ଜୁହାର। ଆଉ ଆଜି ବିର୍ସା ମୁଣ୍ଡା ରତି ଆବା 151ତମ ଜନ୍ମ ଜୟନ୍ତୀ ଆଜି ଆମେ ପାଳନ କରୁଛୁ। ଆଉ ଛୋଟ ବି ହେଉ ଆଜି ଯେଉଁ ଆଦିବାସୀ ସମାଜ ଦଳିତ ସମାଜ ତାଙ୍କର ଯେଉଁ ଜନ୍ମ ଜୟନ୍ତୀକୁ ମନେ ପକାଇଛି ଆଉ ଏମିତି ମନେ ପକାଉଥାଉ। ଆଉ ତାଙ୍କେ ଯଦି ଆଜି ଲଢ଼େଇ କରିନଥାନ୍ତେ ତାହେଲେ ଆମେ ଯେଉଁ ବ୍ରିଟିଶ ମାନେ ଆମକୁ ଯେଉଁ ଗୁଲାମ କରି ରଖିଥିଲେ, ମୋଗଲ ମାନେ ଗୁଲାମ କରି ରଖିଥିଲେ ଏବଂ ସୁଲତାନ ରାଜବଂଶୀ ମାନେ ଆମକୁ ଯେଉଁ ଗୁଲାମ କରି ରଖିଥିଲେ, ଯେଉଁ 900 ବର୍ଷ ଧରି ଗୁଲାମ କରି ରଖିଥିଲେ, ଆଜି ଗୁଲାମରୁ ମୁକ୍ତ ହେଇନଥାନ୍ତୁ, ଦେଶ ସ୍ୱାଧୀନ ହେଇନଥାନ୍ତା। ତାଙ୍କର ଲଢ଼େଇ ଯୋଗୁଁ ଆଜି ଆମେ ସ୍ୱାଧୀନତା ପାଇଛୁ। ଆଉ ଆଜି ଆମେ এই ଦିନରେ ତାଙ୍କୁ ଆମେ ମନେ ପକାଉଛୁ। କିନ୍ତୁ ଦୁଃଖର ବିଷୟ ଯେ ଦେଶ ସ୍ୱାଧୀନତା ପରେ ତାଙ୍କର ଯେଉଁ ସ୍ୱପ୍ନ ଥିଲା, ତାଙ୍କର ଯେଉଁ ସ୍ଲୋଗାନ ଥିଲା ବ୍ରିଟିଶ ମାନଙ୍କର ବିରୁଦ୍ଧରେ, ଆଗୁଆ ଦେଶ ଆଗୁଆ ରାଜ ଜିନ୍ଦାବାଦ। ଆଉ ଆମେ କେତେ ଜାନା ଆଉ ମହାରାଣା ଜାନା, ଏ ଦୁଇଟା ତାର ସ୍ଲୋଗାନ ଥିଲା। ଆଉ ତାର ସ୍ଲୋଗାନର ଅର୍ଥ ହେଉଛି ଆଗୁଆ ଦେଶ ଆଗୁଆ ରାଜ, ଅର୍ଥ ଆମ ଦେଶରେ ଆମେ ରାଜା ହେବା, ଆମ ଦେଶରେ ଆମେ ଶାସନ କରିବା। ଆଗୁଆ ଦେଶ କେତେ ଜାନା ବୋଲେ ଆମ ଦେଶରେ ଆମେ ରହିବା, ଆମ ଦେଶରେ ଆମେ ଶାସନ କରିବା। ମହାରାଣୀ ରାଜ ତୁମକୁ ଜାନା, ଅର୍ଥ ମହାରାଣୀ ରାଣୀଙ୍କର ରାଜ୍ୟ ସମାପ୍ତି ହେବ। ତାଙ୍କର ମୁଖ୍ୟ ସ୍ଲୋଗାନ ଥିଲା ସେଇଟା। ସେ ସ୍ଲୋଗାନ ସେମାନଙ୍କୁ କହୁଥିଲା ଯେ ଏଠୁ ତୁମେ ହଟ, ଆମ ଦେଶକୁ ଆମେ ଶାସନ କରିବୁ। କିନ୍ତୁ ତାଙ୍କ ସ୍ୱପ୍ନ ସତ ବି ହେଲା। ତାଙ୍କର ସ୍ୱପ୍ନ ଏବେ ଯେଉଁ ଅଧୁରା ରହିଛି, ତାଙ୍କର ଯେଉଁ ଆମେ ବଂଶଧର ମାନେ, ତାଙ୍କର ଯେଉଁ ପିଢ଼ି ମାନେ, ତାକୁ ଆମେ କେମିତି ଆମେ ସାକାର କରିବା ସେଇଟା ଆମର ଉପରେ ତାଙ୍କେ ଛାଡ଼ିକରି ଯାଇଛନ୍ତି। କିନ୍ତୁ ଆଜି ବି ବିଭିନ୍ନ ରୂପରେ ଦେଶ ସ୍ୱାଧୀନ ପରେ ବି ସ୍ୱାଧୀନ ଦେଶରେ ଆଜି ଆମେ ପରାଧୀନ। ମାନେ ବ୍ରିଟିଶ ମାନେ ସିନା ଚାଲିଗଲେ, କିନ୍ତୁ ବ୍ରିଟିଶର ଯେଉଁ ବଂଶଧର ମାନେ ଆଜି ବି ଆସିକରି ଆମକୁ ଶାସନ କରୁଛନ୍ତି। କେଉଁ ରୂପରେ ଶାସନ କରୁଛନ୍ତି ଏବେ ଆପଣମାନେ ଯଦି ଆମେ ସମୀକ୍ଷା କରିବା, ତର୍ଜମା କରିବା, ତାହେଲେ ଆମେ ନିଶ୍ଚୟ ସେଇଟା ଜାଣିପାରିବା। ଏବେ ଦେଖନ୍ତୁ, ଆଗେ 900 ବର୍ଷ ଧରି ଆମ ଦେଶର ସମ୍ପତ୍ତିକୁ ଲୁଟି ନେଲେ। ଆମ ଦେଶକୁ କହୁଥିଲେ ଯେ ଯାହା ନାହିଁ ଜଗତେ ତାହା ନାହିଁ ଭାରତରେ, ବୋଲେ ଯାହା ଭାରତରେ ନାହିଁ ସେଟା ଜଗତରେ ନାହିଁ। ତ ଦେଶର ସମ୍ପତ୍ତିକୁ 900 ବର୍ଷ ଧରି ଲୁଟି ନେଲେ। ଆଉ ଆଜି ବି ସମାନ ଅନ୍ୟ ରୂପରେ ଏବେ ବି ଆମର ସମ୍ପତ୍ତିକୁ ଲୁଟି ନେଉଛନ୍ତି। ଆମେ ଦେଶ ସ୍ୱାଧୀନ ଭିତରେ ବି ଆଜି ପରାଧୀନ। କାହିଁକି ସେ ତାଙ୍କେ ଜଳ ଜମି ଜଙ୍ଗଲ ଆଉ ମାନେ ସୁରକ୍ଷା ପାଇଁ ସେ ଲଢ଼େଇ କରୁଥିଲେ। ଆଉ ସଭ୍ୟତା ସଂସ୍କୃତି ଭାଷା ରୀତିରିବାଜ ଏଟା ପାଇଁ ଲଢ଼େଇ କରୁଥିଲେ। ଆଜି ବି ଆମେ ଜଳ ଜମି ଜଙ୍ଗଲକୁ ସୁରକ୍ଷା ପାଇଁ ଲଢ଼େଇ କରୁଛୁ। ଆଉ ଆମର ସଭ୍ୟତା ସଂସ୍କୃତି ଭାଷା ରୀତିରିବାଜ ପାଇଁ ଆମେ ଲଢ଼େଇ କରୁଛୁ। କିନ୍ତୁ ଆଜି ଯଦି ଆମେ ସମୀକ୍ଷା କରିବା, ଆଜି କାଶୀପୁର ବ୍ଲକରେ ଦେଖନ୍ତୁ, ଆମ ଅଞ୍ଚଳରେ ଗୋଟିଏ ଅନାହାର ମୃତ୍ୟୁ ହେଇଥିଲା। ସେଇଟା ସମାଧାନ ପାଇଁ ଆଇଫାଡ଼ ବୋଲି ଆସିଥିଲା। ସେ ଟଙ୍କା ମଧ୍ୟ ମାନେ ଆଜି କାଶୀପୁରକୁ କ'ଣ କରିପାରିଲା ନାହିଁ, ମାନେ ଅନାହାରରୁ ଦୂର କରିପାରିଲା ନାହିଁ। ସେଥିପାଇଁ ବୋଲି ତା ବାହାନା କରି ବିଦେଶୀ କମ୍ପାନୀ ମାନଙ୍କୁ ଏଠି ଡାକି ଆଣିଲେ। ବିଦେଶୀ କମ୍ପାନୀ ମାନେ ବି ଏବେ ଆସୁଛନ୍ତି। ଏବେ ବର୍ତ୍ତମାନ ଉତ୍କଳ ଆଲୁମିନା, ଇଆଡ଼େ ଦେଖନ୍ତୁ ଆଦିତ୍ୟ ବିର୍ଲା, ଆହୁରି ଆମର ସିଟି ମାଲି କୁଟୁରୁ ମାଲିରେ ସିଆଡ଼େ ଗୋଟେ କମ୍ପାନୀ ହିଣ୍ଡାଲକୋ, ଆଉ ଶାଶୁବହୁମାଲି ପ୍ରତିରେ ସେଠି ଗୋଟେ ମାନେ ବେଦାନ୍ତ ବା ହିଣ୍ଡାଲକୋ ସେଠି ମଧ୍ୟ। ତ ବର୍ତ୍ତମାନ ଯଦି ଆମେ ଉତ୍କଳ ଆଲୁମିନାକୁ ଦେଖିବା, ତାହେଲେ ଦିନକୁ 10 କୋଟି ଟଙ୍କା ସେ ଆୟ କରୁଛି, ମାସକୁ 300 କୋଟି ଆୟ କରୁଛି, ମାସକୁ ମାନେ 600 କୋଟି, ମାନେ ଏବେ ବର୍ତ୍ତମାନ 20 କୋଟି, ମାସକୁ 600 କୋଟି। 300 କୋଟି କାଟି ଦିଅନ୍ତୁ ତାଙ୍କର ସବୁ ଦରମା ପାଇଁ, 300 କୋଟି ମାସକୁ କରୁଛି। ମାସକୁ 300 କୋଟି, ଧରନ୍ତୁ 100 କୋଟି ଯଦି କାଶୀପୁର ବ୍ଲକ ପାଇଁ ଯଦି ମାସକୁ ଖର୍ଚ୍ଚ ହେବ,
ତ ରାୟଗଡ଼ା ଜିଲ୍ଲା ପାଇଁ ଯଦି ଖର୍ଚ୍ଚ ହବ ବୋଲେ ରାୟଗଡ଼ା ଜିଲ୍ଲା ସୁନା ହେଇଯିବ। ଗୋଟେ ବର୍ଷକର ପଇସାରେ କାଶୀପୁର ସୁନା ହେଇଯିବ। କିନ୍ତୁ ସେହି ସମ୍ପତ୍ତିକୁ ଆଜି ମଧ୍ୟ ଆମ ଆଖି ସାମ୍ନାରେ ଲୁଟ୍ ଚାଲିଛି। ମାନେ ବ୍ରିଟିଶ ମାନେ ଯେମିତିକି ଲୁଟ୍ କରୁଥିଲେ, ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲଢ଼େଇ କଲେ ବିର୍ସା ମୁଣ୍ଡା, ସେମାନଙ୍କୁ ହଟେଇ ସିନା ଦେଲେ, ସେମାନେ ହଟି ସିନା ଗଲେ, କିନ୍ତୁ ଦେଶ ସ୍ୱାଧୀନ ହେଲା। କିନ୍ତୁ ଦେଶ ଚଳାଇବା ପାଇଁ ଯେଉଁ ସମ୍ବିଧାନ ତିଆରି ହେଲା, ଆଜି ଯେଉଁ ସମ୍ବିଧାନ ଅନୁସାରେ ଯେଉଁ ଦେଶ ଚାଲିବା କଥା ନାହିଁ କି, ମାନେ ସମ୍ବିଧାନକୁ ହତ୍ୟା କରିବେ। ଏବେ ବର୍ତ୍ତମାନ ବିଦେଶୀ କମ୍ପାନୀମାନେ 900 ବର୍ଷ ଭିତରେ ଯେମିତି ଆମେ ଗୁଲାମ ଥିଲୁ, ଆଜି ବି ଅନ୍ୟ ରୂପରେ ଗୁଲାମ। ଦେଖନ୍ତୁ, କାଲିକୁ ଯଦି ଆପଣ ବାବୁଲି ମାଲି ଆମର ବୋଲି କହିବେ, ଆପଣ ଜେଲ୍ ଯିବେ। କୋଡିଂ ମାଲି ଯଦି ଆମର ବୋଲି କହିଲେ, ତାହେଲେ ଆଜି ବି ଜେଲ୍ ଯାଉଛନ୍ତି। ଆଜି ବି ଆମର କୋଡିଂ ମାଲି ଆମର ହେଇକରି ଏବେ ନାହିଁ। ଶାଶୁ ବୋହୂ ମାଲି ଆଜି ବି ଆମର ହେଇକରି ନାହିଁ। ସେଠି ଲୋକ ଲଢ଼େଇ ଯାଉଛନ୍ତି, ଜେଲ୍ ଯାଉଛନ୍ତି। ତାର ଅର୍ଥ ସ୍ୱାଧୀନ ଦେଶରେ ଆଜି ବି ଆମେ ପରାଧୀନ। ତେଣୁ ଯଦି ବିର୍ସା ମୁଣ୍ଡାଙ୍କ ସ୍ୱପ୍ନକୁ ସାକାର କରିବାର ଅଛି, ତେବେ ଆମେ ନିୟମିତ ମଧ୍ୟ ମିଟିଂ କରିବାର ଅଛି। ଆଉ ସାମ୍ବିଧାନିକ ପଦ୍ଧତିରେ ଆଜି ସମ୍ବିଧାନ ନୀତି ନିୟମ ଆକାରରେ ସରକାର ବସୁଛି। ସମ୍ବିଧାନ ଅନୁସାରେ ସରପଞ୍ଚ ହେଉଛି, ସମ୍ବିଧାନ ଅନୁସାରେ ଜିଲ୍ଲା ମାନେ MLA ହେଉଛନ୍ତି, ସମ୍ବିଧାନ ଅନୁସାରେ MP ହେଉଛନ୍ତି, ସମ୍ବିଧାନ ଅନୁସାରେ ରାଜ୍ୟ ସରକାର, ସମ୍ବିଧାନ ଅନୁସାରେ କେନ୍ଦ୍ର ସରକାର। ଖୁଲାମ ଖୁଲା ମାନେ 244 ଧାରା କହୁଛି ଯେ ଆମର ହେଉଛି ପଞ୍ଚମ ଅନୁସୂଚୀ। ଏଠି କୌଣସି ପ୍ରକାର ଆଦିବାସୀ ଦଳିତ ମାନଙ୍କର ଜମିକୁ କୌଣସି କମ୍ପାନୀକୁ ମାନେ ବିକ୍ରି ହେଇପାରିବ ନାହିଁ। ମାନେ ଖୁଲାମ ଖୁଲା ଏଠି 244 ଧାରାକୁ ଉଲ୍ଲଂଘନ କରୁଛି ନିଜେ ସରକାର। ଯଦି ଅତ୍ୟାଧିକ ଯଦି ଅଞ୍ଚଳର ସରକାର ଚାହୁଁଥିବା ବିକାଶକୁ ସଫଳ କରିବାକୁ ହେଲେ କିନ୍ତୁ ଆମ ଜମି ନେଇପାରିବେ। କିନ୍ତୁ ଆମ ଜମି ଯଦି ନେଇପାରିବେ ତାହେଲେ ଆମର ବିକାଶ ହେବାର ଅଛି, ଆମ ଅଞ୍ଚଳର ବିକାଶ ହେବାର ଅଛି, ତେବେ ନେଇପାରିବେ। କିନ୍ତୁ 244 ଧାରାକୁ ଉଲ୍ଲଂଘନ କରି ବର୍ତ୍ତମାନ ଏବେ ଚାଲିଛି। ଆମେ ଯଦି ସମସ୍ତେ ଯଦି ସଚେତନ ହେବା, ତେବେ ଆଜି ଯେଉଁ ଲୁଟ୍ ଚାଲିଛି, ଦିନ ଦୁଇ ପ୍ରହରରେ ଲୁଟ୍ ଚାଲିଛି, କିନ୍ତୁ ଆମେ କେହି ଜାଣିପାରୁନୁ। ଖୁଲାମ ଖୁଲା ଏଠି ସବୁ ଥାନା ଅଛି, କୋର୍ଟ ଅଛି, ତଳ କୋର୍ଟ ଅଛି, ସୁପ୍ରିମକୋର୍ଟ ଅଛି, ସବୁ ଅଛି, ଜଜ୍ ଅଛନ୍ତି, ଆଇନ ଅଛି, ସମ୍ବିଧାନ ଅଛି। ଆମେ ଗୋଟେ ଭାରତୀୟ ନାଗରିକ ହିସାବରେ ଆମର ମୌଳିକ ଅଧିକାର ଅଛି, ସମାନତା ଅଧିକାର ଅଛି, ସ୍ୱାଧୀନତାର ଅଧିକାର ଅଛି, ଶୋଷଣ ବିରୁଦ୍ଧର ଅଧିକାର ଅଛି, ଧର୍ମୀୟ ସ୍ୱାଧୀନତା ଅଧିକାର ଅଛି, ସାଂସ୍କୃତିକ ଶିକ୍ଷାଗତ ଅଧିକାର ଅଛି, ସାମ୍ବିଧାନିକ ପ୍ରତିକାର ଅଧିକାର ଅଛି। ବୋଲେ ସାମ୍ବିଧାନିକ ପ୍ରତିକାର ଅଧିକାର ବୋଲେ କ'ଣ? ଆମ ଉପରେ ଯେକୌଣସି ଲୋକ ଯଦି ଅତ୍ୟାଚାର କଲେ ଆମେ କୋର୍ଟର ଆଶ୍ରୟ ନେଇକରି ଆମେ ନ୍ୟାୟ ପାଇପାରିବା। ଏ ସବୁ ନ୍ୟାୟ ପାଇକରି ବି ଆମକୁ ନ୍ୟାୟକୁ ଠୁଳି ଦେଇକରି ଆମକୁ ଅନ୍ତର୍ମୁଖ ବଧିର ବନାଇକରି ସାମ ଦାନ ଦଣ୍ଡ ଭେଦ ପ୍ରୟୋଗ କରି ଆମକୁ ଦିନ ଦୁଇ ପ୍ରହରରେ ଆମ ସମ୍ପତ୍ତିକୁ ଲୁଟି ଦିଆଯାଉଛି। ଯଦି ଆମେ ସଚେତନ ହେବା ତାହେଲେ ନିଶ୍ଚୟ ମାନେ ଆଗାମୀ ଦିନକୁ ଆମର ବିର୍ସା ମୁଣ୍ଡାଙ୍କ ସ୍ୱପ୍ନ ସାକାର ହେବ। ଆଉ ଆମ ସମ୍ପତ୍ତି ଦିନ ଦୁଇ ପ୍ରହରରେ ଯେଉଁ ଲୁଟ୍ ଚାଲିଛି ସେଟାକୁ ଯଦି ଅଟକେଇ ପାରିବା ତାହେଲେ ଆମର 10 ବର୍ଷ ଭିତରେ କାଶୀପୁର ଅଞ୍ଚଳ ପୁରା ସୁନା ହେଇଯିବ। ତେଣୁ ସୁଯୋଗ ଅଛି, ସମ୍ପତ୍ତି ଅଛି, ଆଉ ଏତେ ସମ୍ପତ୍ତି ଅଛି ଯେ ବର୍ଷେ ଭିତରେ ଆମ ଅଞ୍ଚଳ ଉନ୍ନତି ହେବ। କିନ୍ତୁ ଏତେ ସମ୍ପତ୍ତି ଥାଇ ଆମେ ଦରିଦ୍ର, ମାନେ ଏଡ଼େ ବଡ଼ ସମୁଦ୍ର ଥାଇକି ଆମକୁ ମୁନ୍ଦେ ପାଣି ପିଇବାକୁ ମିଳୁନାହିଁ। ଏଟା ହେଲା ସମସ୍ୟା। ତେଣୁ ଆଗାମୀ ଦିନକୁ ଆମେ ବହୁତ ଆଲୋଚନା କରିବା। ଆଉ ଏତିକି କହି ମୋର